ମୋ କାଳିଆ हाय फ्रेंड्स, ଦିନକୁ ଦିନ आज तो मन करता କଳା है बस ପଡି आपसे ही बातें करूं। ଯାଉଛି ମୋ କାଳିଆ ଦିନକୁ ଦିନ जंतर मंतर पर जो କଳା कुछ भी ପଡି हुआ, ଯାଉଛି देश और दुनिया ने देखा है। ଜଗତବାସୀଙ୍କ कुछ शरारती बच्चों ने ମନୁ କଳା भद्दी ନେଇ भद्दी गालियां बोली। ଜଗତବାସୀଙ୍କ ମନୁ କଳା किसी भी सभ्य ନେଇ समाज को शोभा ଦେହ न दे, ସାରା ଖାଲି ତା ऐसे शब्दों का ବୋଳି प्रयोग किया। ହେଉଛି ମୋ କାଳିଆ मुझे तो ଦିନକୁ गालियां दी ଦିନ गई, मेरी କଳା स्वर्गीय माता ପଡି को भी दी गई। ଜଗନ୍ନାଥ ଜୟ ଜଗନ୍ନାଥ। ଆଜି ଟିକେ ଜଗନ୍ନାଥ ମନେ ପଡିଗଲେ, ଟିକେ କଳା ଠାକୁର ମନେ ପଡିଗଲେ। କଳା ପଡିଯିବା କଥା ମନେ ପଡିଗଲାରୁ ଟିକେ କଳା ଠାକୁରଙ୍କ କଥା ମନେ ପଡିଗଲା। ଆମେ ଓଡିଆ ଲୋକ, ଯୋଉଠି କଳା କଥା ମନେ ପଡିବ, ଯୋଉଠି କଳା ରଙ୍ଗ କଥା ମନେ ପଡିବ, ଯୋଉଠି କଳା ବୋଇଲେ ଆର୍ଟ କଥା ମନେ ପଡିବ, ସେଇଠି ଆମର ଟିକେ ଠାକୁର ମନେ ପଡି ଯାଆନ୍ତି। ରାତି ଅନିଦ୍ରା ହେଲେ କଳା ପଡି ଯାଆନ୍ତିନି? फ्रेंड्स, ଘରେ ବୁଢା ବାପା ବୁଢା ମା ମାନେ ଗେଲ ବସରର आज तो ନାତି मन ନାତୁଣୀ चाहता କି है बस ମଝିରେ ଆସି आपसे ଚେକ୍ ही କରନ୍ତି, बातें करूं। ଇଏ ଛୁଆ ଶୋଇଛି ନା ରାତିରେ ବସି ମୋବାଇଲ ଦେଖୁଛି, जंतर मंतर ନା पर ଫୁଟୁରୁ जो कुछ ଫୁଟୁରୁ भी ହଉଛି, हुआ, ନା କାହା ସାଙ୍ଗେ ଗପୁଛି, देश और ଗାଳି दुनिया ने ଦିଅନ୍ତି। देखा है। ରାତି ଅନିଦ୍ରା ହେ ନା कुछ କଳା शरारती ପଡିଯିବ। बच्चों ने ମୋଦି ମଧ୍ୟ ଜଗନ୍ତି କେତେବେଳେ କଳା भद्दी भद्दी ପଡିଯିବେ, गालियां କେତେବେଳେ बोली। ଗୋରା ପଡିଯିବେ। ତାଙ୍କର ମେକଅପ ର ଷ୍ଟାଇଲ ମଧ୍ୟ ଅଲଗା किसी ଅଲଗା। भी सभ्य समाज को ଯୋଉ शोभा ପ୍ରଥମ न ରିଲ दे, କରିଥିଲେ 20 ତାରିଖ ଜେନଜି ମୋମେଣ୍ଟ ऐसे ପରେ, ସେଥିରେ ଟିକେ କଳା କଳା ଦିଶୁଥିଲେ, ମୁହଁଟା ଢେଗା ଢେଗା ଦିଶୁଥିଲା। ଏବେ ଧୀରେ ଧୀରେ ମେଣ୍ଟେନ ହେଇଗଲାଣି, ଗଲା କାଲି ରାତିରେ ଗୋଲାପୀ ଗୋଲାପୀ ଲାଗୁଥିଲେ। ମୂଳତଃ ଯୁବକ ମାନଙ୍କୁ ରାତି ଅଧରେ ଇନଷ୍ଟାଗ୍ରାମରେ ଯାଇକି ରିଲ କରି ଟାର୍ଗେଟ କରିବା ଏକ ସାମାଜିକ ଶିଷ୍ଟାଚାର ବାହାରେ ବୋଲି କିଛି ଲୋକ ହୁଏତ ଭାବି ପାରନ୍ତି। ତେବେ ଆମେ ସେ କଥା କହିପାରିବା ନାହିଁ, କାରଣ ସେ ପ୍ରଧାନମନ୍ତ୍ରୀ ମୋଦି 24 ଘଣ୍ଟା ଭିତରେ ଯେତେବେଳେ ଚାହିଁଲେ ବି ସେ ନିଜକୁ କ୍ରିୟାଶୀଳ କରିପାରନ୍ତି। ଏ ଜିନିଷ ଲକ୍ଷ୍ୟ କରିବାକୁ ପଡିବ। ତାଙ୍କ ଚଷମାକୁ ପିଲାଏ ଲକ୍ଷ୍ୟ କରିଛନ୍ତି, ନେଳି 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 ଦେଖାଯାଉଛି। ସିଏ କଣ ନୀଳ ନୟନା? ନା ନା, ଟେଲିପ୍ରମ୍ପଟରଟା ଛିଟିକିକି ପଡୁଛି 2.5 ମିନିଟ୍ 3 ମିନିଟ୍ ରିଲ। ଆମକୁ ସେ ଯେତେ ରିଲ କରନ୍ତୁ, ଆମକୁ ସେଥିରେ କିଛି କହିବାର ନାହିଁ। ଇନଷ୍ଟାଗ୍ରାମରେ ଅନେକ ଲୋକ ପ୍ରତିଦିନ ଯୋଡି ହଉଛନ୍ତି, ଅନେକ ଯୁବକ ପ୍ରତିଦିନ ଯୋଡି ହଉଛନ୍ତି। ମୋଦି ବରଂ ମନ୍ କି ବାତ ଛାଡିକି ଇନଷ୍ଟାଗ୍ରାମରେ ଲୋକଙ୍କ ସହିତ ଆସିକି ମୁହାଁମୁହିଁ ହୁଅନ୍ତୁ, ଜବାବ ସୱାଲ କରାନ୍ତୁ। ସାମ୍ବାଦିକ ସମ୍ମିଳନୀ ତ କରୁନାହାନ୍ତି, 12 ବର୍ଷ ହେଇଗଲା। ରେକର୍ଡ ପ୍ରଧାନମନ୍ତ୍ରୀ। ଭାରତ ବର୍ଷ ହଉଛି କାଳେ ବିଶ୍ୱର କଣ ଡେମୋକ୍ରାସି ଗଣତନ୍ତ୍ରର ଜନନୀ। ଗଣତନ୍ତ୍ରର ଜନନୀ ଯୋଉ ଦେଶ, ସେ ଦେଶର ପ୍ରଧାନମନ୍ତ୍ରୀ 12 ବର୍ଷ ଭିତରେ ଗୋଟିଏ ହେଲେ କରିନାହାନ୍ତି ସାମ୍ବାଦିକ ସମ୍ମିଳନୀ। ଯାହା କରିଛନ୍ତି ନିଜ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ। ଏବେ ଆସିବା ମୂଳ ବିଷୟବସ୍ତୁ। हाय फ्रेंड्स, आज तो मन करता है बस आपसे ही बातें करूं। जंतर मंतर पर जो कुछ भी हुआ, देश और दुनिया ने देखा है। कुछ शरारती बच्चों ने भद्दी भद्दी गालियां बोली। किसी भी सभ्य समाज को शोभा न दे, ऐसे शब्दों का प्रयोग किया गया। मुझे तो गालियां दी गई, मेरी स्वर्गीय माता को भी गालियां दी गई। ପିଲାଏ କାଳେ ତାଙ୍କ ମାଆକୁ ଗାଳି ଗୁଲଜ କରିଦେଲେ। ସେଇ ମା କେତେ ଥର ମା ମା ମା। ରାଜ କପୁରଙ୍କ ସିନେମା ମେରା ନାମ ଜୋକରରେ ମା 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 ର ଦୃଶ୍ୟ ଏବେ ବି ଯୋଉମାନେ ପୁରୁଣା ସିନେମାରେ ରୁଚି ରଖିଛନ୍ତି ତାଙ୍କର ମନେ ପଡୁଥାଇପାରେ। ମୋଦି ମଧ୍ୟ ମଝିରେ ମଝିରେ ଏମିତି ମା 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 ଗାଳି ଦିଅନ୍ତି। ପିଲାମାନେ କାଳେ, ପିଲାମାନେ ନୁହଁ, କିଛି ପିଲା ଲକ୍ଷ ଲକ୍ଷଙ୍କ ଭିତରୁ କିଛି ପିଲା ତାଙ୍କ ମାଆଙ୍କୁ ଗାଳି ଦେଲେ। ସେ ତାଙ୍କୁ ଉଦାର ହୃଦୟରେ କ୍ଷମା କରିଦେଲେ। ମାଆଙ୍କୁ ଗାଳି ଦେବା କଥା ଆଲୋଚ୍ୟ ବିଷୟବସ୍ତୁ ନ ହେଇପାରେ ଜଣେ ପ୍ରଧାନମନ୍ତ୍ରୀଙ୍କ ଟପିକରେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କଥା ଆଲୋଚନା କଲେ ଭାରତ ବର୍ଷର ଇତିହାସରେ ଲେଖା ହବ କେତେ ଥର କାହାର ମାଆକୁ କୋଉ ଶବ୍ଦରେ ସେ ଆକ୍ଷେପ କରିଛନ୍ତି। ଏବଂ ଯୋଉମାନେ ସାମାଜିକ ଗଣମାଧ୍ୟମରେ ଆମକୁ ଦେଖୁଥିବେ, ଆମ ଅଧ୍ୟାୟ ଦେଖୁଥିବେ, ଆମ ବକ୍ତବ୍ୟ ଦେଖୁଥିବେ, ତା ତଳେ ଆମ ମାଆଙ୍କୁ ସମ୍ବୋଧନ କରୁଥିବା ଲୋକମାନେ କାହାର ଭକ୍ତ, ସେ କଥାରୁ ଜଣା ପଡିଯିବ ଯେ ଗୁରୁ କେତେ ମାତୃପ୍ରିୟ। କିନ୍ତୁ ମାଆଙ୍କ ଆଳରେ ଯୋଉ କ୍ଷମାର ଯାଚନା କରାହେଇଛି, ସେ ତା ଭିତରେ ଧମକ ରହିଛି। ଏତେ ପିଲା ପଳେଇ ଆସିଲେ, ଆମକୁ ଧମକେଇ ଦେଲେ, କିନ୍ତୁ କଣ କରାଯିବ? ଚିଫ ଇଲେକ୍ସନ କମିଶନର ମୋଦିଙ୍କ ହାତରେ ଥାଆନ୍ତୁ, ସବୁ ଦଳର, ସବୁ ବିରୋଧୀ ଦଳର ସମସ୍ତ ଏମପି ମଧ୍ୟ ମୋଦିଙ୍କ ହାତରେ ଥାଆନ୍ତୁ, ଏ ପିଲାମାନଙ୍କର ଭୋଟ ସହିତ କୌଣସି ଲେନଦେନ ନାହିଁ। ଚିଫ ଇଲେକ୍ସନ କମିଶନଙ୍କ ସହିତ କୌଣସି ଲେନଦେନ ନାହିଁ। ଭିଜିଲାନ୍ସ ସିବିଆଇ ଧମକ ଯଦି ୟାଙ୍କୁ ଦେଖାଯାଏ, ତେବେ ଏମାନେ କହିବେ ଆମର ଢୋ ହେଇଗଲା, ଢୋ ହେଇଯିବ। এইଭଳି ଭାବେ ଯୋଉ ସଂଗଠିତ ଯୁବକମାନେ ରାସ୍ତାକୁ ଆସିଛନ୍ତି, 12 ବର୍ଷ ତଳେ ମୋଦି ଯୋଉ ୟୁଥ ମାସକୁ ଜଜ୍ କରିଥିଲେ, ଏମାନେ ସେଇ ୟୁଥ ମାସ ନୁହନ୍ତି। ସେତେବେଳେ ମୋଦି ରାମ 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 କହିକି ଆସିଥିଲେ। ଏବେ ରାମ ମନ୍ଦିର ଦେଖିଲା ପରେ ତାଙ୍କ କାନକୁ ମୋଦିଙ୍କର ମରାମରା ମରାମରା ଶବ୍ଦ ଶୁଭୁଛି। ଇଏ ହଉଛି ବିଲକ୍ଷଣ। ଏବଂ ଗୋଟିଏ କଥା ନା ମୋଦିଙ୍କୁ ନା ଅମିତ ଶାହାଙ୍କୁ ରାତିରେ ଶୁଆଇ ଦଉନାହିଁ, ତା ହେଉଛି ଟାର୍ଗେଟ ରହିଛନ୍ତି ବର୍ତ୍ତମାନ ଅମିତ ଶାହା। ଅମିତ ଶାହା ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି,
ଯାହାକୁ ମାଛିକୁ କ୍ଷୀରରୁ କାଢିଲା ଭଳିଆ କାଢିକି ଫୋପାଡ଼ି ଦିଆଯାଇ ପାରେ। ମୋଦିଙ୍କର ଲମ୍ବା କ୍ୟାରିୟରରେ ଅମିତ ଶାହା ସବୁ କଥା ଜାଣନ୍ତି, ସବୁ କଥା ବୁଝନ୍ତି, ସବୁ କଥା ଶୁଣନ୍ତି, ସବୁ କଥାରେ ଗଣ୍ଠି ପକେଇ ରଖିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଆଉଟ୍ ହେଇଗଲେ। ଗୋଟେ ଜାଗାରେ ମୋଦି କହିଲେ ଧର୍ମେନ୍ଦ୍ର ପ୍ରସାଦ, ସଭାରେ କହିଲା ବେଳେ କହିଲେ ମୁଁ ଧର୍ମେନ୍ଦ୍ର ପ୍ରସାଦଙ୍କୁ ବାହାର କରିଦେଲି। ତେଣୁ ସିଏ ଏଠି ଯୋଉ ଗୁରୁତ୍ୱଟା ଶୋ କରାଉଛନ୍ତି ସିଏ ଲୋକାଲ ମିଡିଆ ପାଇଁ ଏବଂ ତାଙ୍କର ଲୋକାଲ ଭକ୍ତଙ୍କ ପାଇଁ। ନ୍ୟାସନାଲ ବା ଜାତୀୟ ସ୍ତରରେ ଧର୍ମେନ୍ଦ୍ର ପ୍ରଧାନ ଅଲରେଡି ଆଉଟ୍ ହେଇ ସାରିଛନ୍ତି। ସେ କଥା ଘଟିବ ନାହିଁ ଅମିତ ଶାହାଙ୍କ ପାଖରେ। କମ୍ ଟୁ ଦ ପଏଣ୍ଟ। ଯୋଉମାନେ ପ୍ରଶ୍ନ ଉଠାଉଛନ୍ତି କିଏ ପେଲେଟ ଗନ୍ ପଠେଇବାର ବ୍ୟବସ୍ଥା କରିଥିଲା, ଯୋଉମାନେ ପ୍ରଶ୍ନ ଉଠାଉଛନ୍ତି ବିହାରରେ କିଏ AK-47 ଦବାର ବ୍ୟବସ୍ଥା କରିଥିଲା, ଯୋଉମାନେ ପ୍ରଶ୍ନ କରୁଛନ୍ତି ଇଲେକ୍ଟ୍ରିକ କରେଣ୍ଟ ଷ୍ଟିକ୍ ଧରିକି କିଏ ଝିଅଙ୍କ ଦେହରେ ବର୍ଷା ପାଗରେ କେଞ୍ଚି ଦଉଥିଲା, ଯୋଉମାନେ ପ୍ରଶ୍ନ କରୁଛନ୍ତି ମହିଳାମାନଙ୍କ ପଛରେ କିଏ ଲାଠି, ମହିଳା ନୁହଁ ଛୋଟ ଛୋଟ ଝିଅ ପଛରେ କିଏ ଲାଠି ଠୁସଉଥିଲା, ସେମାନଙ୍କୁ ଧରି କମ୍ପ୍ରମାଇଜ କରିବା ସମ୍ଭବ ନୁହେଁ। ସେମାନେ ପଲିଟିସିଆନ ନୁହନ୍ତି। ସେମାନଙ୍କର ସମ୍ଭବ ଅସମ୍ଭବ କୋଉ ରାଜନୈତିକ ଦଳକୁ ପାଣି ଦେବା ବା କୋଉ ରାଜନୈତିକ ଦଳର ପାଣି ଶୁଖେଇବାର କାର୍ଯ୍ୟରେ ଆସେ ନାହିଁ। ଏବଂ ତାଙ୍କର ଦାବି ହେଉଛି, ବର୍ତ୍ତମାନର ଦାବି ଅମିତ ଶାହା ଇସ୍ତଫା ଦେବା ଦରକାର। କାରଣ ଯୋଉ ଝଞ୍ଜାକୁ ସାମ୍ନା କରୁଛି ଆଜିର ଛାତ୍ର, ଯୋଉ ଝଞ୍ଜାକୁ ସାମ୍ନା କରୁଛି ଆଜିର ଯୁବକ, ଯୋଉ ଝଞ୍ଜାକୁ ସାମ୍ନା କରୁଛି ଆଜିର ଛାତ୍ର ଯୁବକର ପିତା ଏବଂ ମାତା ତଥା ଅଭିଭାବକ ଗଣ, ସେ ଯୁବକ ବୁଝୁଛି ମୁଁ କୋଉ ସ୍ଥିତିରେ ଛିଡା ହେଇଛି। ମନେ ରଖନ୍ତୁ, ଏକ୍ସାମ କେବଳ ପିଲାର ନୁହେଁ, ଏକ୍ସାମ କେବଳ ପରୀକ୍ଷାର୍ଥୀ ନୁହେଁ, କମ୍ପ୍ଲିଟ ଫ୍ୟାମିଲିଟା ପିଲା ସହିତ ନିବେଶ କରୁଛି ବର୍ଷ ପରେ ବର୍ଷ ଏକ୍ସାମ ପାଇଁ। ଅତୀତ ଅଧ୍ୟାୟରେ ଆମେ କହିଛୁ କିଭଳି ଏକ୍ସାମର ଖର୍ଚ୍ଚ ବୁଝେଇବା ପାଇଁ, ଏକ୍ସାମର ଖର୍ଚ୍ଚ 1000-1200 ଟଙ୍କା ନୁହଁ, ଏକ୍ସାମର ମୂଳ ଖର୍ଚ୍ଚ ନେଇଯାଉଛି ଦଲାଲ, ଯୋଉ ଦଲାଲ ଭୂମିକାରେ ଛିଡା ହଉଛି କୋଚିଂ ସେଣ୍ଟର। ମନେ ରଖନ୍ତୁ, ତାଙ୍କୁ ଶାନ୍ତ କରିବା ପାଇଁ ସମଗ୍ର ପରିବାରଟା ଆର୍ଥିକ ଭାବରେ ମଧ୍ୟ ସଫଳ ରହୁଛି। 15ରୁ 29 ବର୍ଷ ଭିତରେ 36 କୋଟି ପିଲା ଅଛନ୍ତି ଭାରତ ବର୍ଷରେ, ଯୋଉମାନଙ୍କର ଆଖି ଆଗରେ ଦେଖୁଛନ୍ତି ତାଙ୍କର ବାପାର ସମ୍ପୂର୍ଣ୍ଣ ରୋଜଗାର ଶୋଷିତ ହେଇଯାଉଛି ଏଇ ଶିକ୍ଷା ବାହାନାରେ, ଏଇ ଶିକ୍ଷା ମାଫିଆଙ୍କ ଦ୍ୱାରା। ସେପଟେ ଭାରତ ବର୍ଷରେ ଷ୍ଟାଟିଷ୍ଟିକ୍ସ କହୁଛି, ଡାଟା କହୁଛି 1 ଲକ୍ଷ ସ୍କୁଲ ଅଛି, ଯୋଉ ସ୍କୁଲରେ ତାର ଭିଡା ହେଇଛି, କରେଣ୍ଟ ଆସୁନି କିମ୍ବା ଆଦୌ କରେଣ୍ଟ ନାହିଁ। 99,000 ଝିଅ ପିଲା ପଢୁଥିବା ସ୍କୁଲ ଅଛି ଯୋଉଠି ଶୌଚାଳୟ ନାହିଁ। ଶୌଚାଳୟଟା ନାହିଁ କହିଦେଲେ ହବ ନାହିଁ, ଶୌଚାଳୟ ନାହିଁ ଅର୍ଥ ଝିଅ ପିଲାର ସେଠିକି ପାଠ ପଢିବାକୁ ଯିବାର ନାହିଁ। ଶୌଚାଳୟ ସହିତ ଶୀଳତାର ସମ୍ପର୍କ ଗୋଟେ ଝିଅ ପିଲାର, ଏକଥା ସମସ୍ତେ ଭଲ ଭାବରେ ବୁଝନ୍ତି। 50% ସରକାରୀ ବିଦ୍ୟାଳୟରେ ସାଇନ୍ସ ପାଇଁ କୌଣସି ଲାବୋରେଟୋରୀ ନାହିଁ। ପିଲା ଗତ ବର୍ଷ ଯେତିକି ପଇସା ଟ୍ୟୁସନରେ ଖର୍ଚ୍ଚ କରୁଥିଲା, ବର୍ତ୍ତମାନ ତାର 2 ଗୁଣା ଖର୍ଚ୍ଚ କରୁଛି ଟ୍ୟୁସନରେ। ପିଲା ଯୋଉ ସ୍କୁଲରେ ପଢୁଥାଉ ପଛକେ ଶିକ୍ଷାକୁ ଏଇଭଳି ଭାବରେ ପ୍ରୟୋଗ କରାଯାଇଛି ଭାରତ ବର୍ଷରେ। ତାର ସଫରର ତମାମ ଦେଶବାସୀ ହଉଛନ୍ତି। ଇଏ କଥା ବୁଝିବାକୁ ଟିକେ ଡେରି ହେଇଗଲା, ଜବରଦସ୍ତ ବୁଝିଛନ୍ତି ଭାରତବାସୀ ଏବଂ ପ୍ରଶ୍ନ କରିଛି ୱି ଦ ପିପୁଲ ଅଫ ଇଣ୍ଡିଆ ଟୁ ଦ ମିନିଷ୍ଟ୍ରି ଅଫ ଇଣ୍ଡିଆ, ଯାହାକୁ ଦାୟିତ୍ୱ ଦିଆହେଇଛି, ଯିଏ ନିଜକୁ ଚୌକିଦାର ବୋଲି କହିଥିଲା, ସିଏ ବର୍ତ୍ତମାନ ଅସରପାକୁ ଦେଖି ଖଲକଲ 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 ରାତିରେ ରିଲ ବନାଅ, ରାତିରେ ଗପ ଶୁଣାଅ, ଟପିକ କି ସିଫ୍ଟ କରିଦିଅ, ନା ଅମିତ ଶାହା ଯିବେ ନା ମୁଁ ଯିବି, ଆମ ଦାଦାଗିରି ବରକରାର ରହିବ। ଇଏ କଥା କଣ୍ଟିନ୍ୟୁ କରୁନାହିଁ ମୋଦି। ପାର୍ଲାମେଣ୍ଟକୁ ଆସୁନାହାନ୍ତି, ଅମିତ ଶାହା ପାର୍ଲାମେଣ୍ଟ ୱେଲ ଭିତରକୁ ଆସୁନାହାନ୍ତି, ପାର୍ଲାମେଣ୍ଟରେ ଉପସ୍ଥିତ ଥାଇ ମଧ୍ୟ ମୋଦିଙ୍କର ପାର୍ଲାମେଣ୍ଟକୁ ନ ଆସିବା ଗୋଟେ ପୁରୁଣା ହାବିଟ, ଗୋଟେ ପୁରୁଣା ଅଭ୍ୟାସ। ଅନେକ ସମୟରେ ମୋଦି ବିଦେଶ ପଳାନ୍ତି, ପାର୍ଲାମେଣ୍ଟ ଚାଲୁଥାଏ ସେପଟେ, କିନ୍ତୁ ଏପଟେ କ୍ୟାରି କରନ୍ତି ଅମିତ ଶାହା। ଏ କଥାକୁ ଆମେ ଲକ୍ଷ୍ୟ କରିଛୁ। ଅମିତ ଶାହା ମଧ୍ୟ ୱେଲ ଭିତରେ ପ୍ରବେଶ କରୁନାହାନ୍ତି, କାରଣ ତାଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏ ପ୍ରଶ୍ନ ଅନେକ ଜଟିଳତା ବହନ କରୁଛି, ଅନେକ ଜଟିଳତା କ୍ୟାରି କରୁଛି। ଯୋଉ ଦାଦାଗିରି ଦେଖେଇ, ଯୋଉ ଦବଦବା ଦେଖେଇ, ଯୋଉ ଧମକ ଦେଖେଇ ତମାମ ଭାରତ ବର୍ଷର ଯୁବ ଛାତ୍ର ମାସକୁ ଏବଂ ତାଙ୍କ ପ୍ୟାରେଣ୍ଟସଙ୍କ ମୁଣ୍ଡକୁ ବାନ୍ଧି ଦେବାର ବିଚାର କରିଥିଲେ ଅମିତ ଶାହା, ସେଥିରେ ସେ ଫେଲ ହେଇଯାଇଛନ୍ତି। 12 ବର୍ଷ କାଳ ଭାବୁଥିଲେ ଇଏ ଆମ ସକ୍ସେସ ସକ୍ସେସ ସକ୍ସେସ, ଅତି ଦର୍ପେ ହତଲଙ୍କା, ସେଥିରେ ସେ ବିଫଳ ହେଇଛନ୍ତି। ଅନେକ ବିଫଳତା ସହିତ ଲ ଆଣ୍ଡ ଅର୍ଡରର ବିଫଳତା ତାଙ୍କୁ ମାଡି ବସିଛି, ରାତିରେ ତାଙ୍କୁ ଅନିଦ୍ରା କରୁଛି, ରାତିରେ ତାଙ୍କର ମଧ୍ୟ ନିଦ୍ରା ଭଙ୍ଗ କରାଉଛି ଅମିତ ଶାହାଙ୍କର। ଇଏ ହଉଛି ଭାରତ ବର୍ଷର ଯୁବ ଛାତ୍ର ଜାଗରଣର ଏକ ସଫଳତା ମଧ୍ୟ। ଧର୍ମେନ୍ଦ୍ର ପ୍ରଧାନ ମୋହରା, ଧର୍ମେନ୍ଦ୍ର ପ୍ରସାଦ, ମୋଦି ତାଙ୍କୁ ଏବେ ଧର୍ମେନ୍ଦ୍ର ପ୍ରସାଦ କରିସାରିଲେଣି, ଧର୍ମେନ୍ଦ୍ର ପ୍ରସାଦ ମୋହରା, କିନ୍ତୁ ଅମିତ ଶାହା ତ ମୋହରା ନୁହନ୍ତି। ମୋଦିଙ୍କର ଲମ୍ବା ପଲିଟିକାଲ ଜର୍ଣ୍ଣିରେ ସବୁ କଥା ସାଙ୍ଗ ହେଇକିରି କରିଛନ୍ତି ରେ ବାବା। ଭିଡ ସ୍ପୋଣ୍ଟାନିୟସ ଭିଡ, ସ୍ୱତଃସ୍ଫୂର୍ତ୍ତ ଭିଡ, ଟ୍ରକ ଲଗା ହେଇନି, ବୁହା ହେଇନି, ଅନେକ କାଉଣ୍ଟର କରାହେଇଛି। ପୁଣି ପ୍ରଧାନଙ୍କ ବଦଳରେ ଯିଏ ଆସିଛନ୍ତି ସିଏ ହଉଛନ୍ତି ଯୋଶୀ। ତାଙ୍କର ମନ୍ତବ୍ୟ ଗୁଡିକ ଭାରି ଚିକଣିଆ। ତାଙ୍କର ମତ ମନ୍ତବ୍ୟକୁ ଯଦି ଆପଣ ଦେଖିବେ, ଗୁଗୁଲ ସର୍ଚ୍ଚ କରିବେ, ୟୁକ୍ରେନରେ କିଏ ପଢୁଛି, ମୂର୍ଖମାନେ ପଢୁଛନ୍ତି, ଯୋଉମାନେ ସିଟ୍ ପାଉନାହାନ୍ତି। ନାଇଁ ଭାଇ,
ଏଠି ପ୍ରାଇଭେଟ ମେଡିକାଲ କଲେଜ କୋଟିଏ ଟଙ୍କା ନେଲା ବେଳେ ୟୁକ୍ରେନରେ ପଢିବା ପାଇଁ 50 ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି। एकथा जोशी जानते कि बर्तमान जानले कि ना से कथा आम जाना। रेपिस्ट माने धर्षक माने क्षमा पाइबार हकदार कारण से माने ब्राह्मण कारण से माने गुजराती यार ओकिलाती करुवा लोक बर्तमान भारत वर्ष शिक्षा मंत्री भारत वर्ष को स्टैंडर्ड शिक्षा मंत्री माने रखुचंदी ए धर्मेंद्र प्रधान को परे मध्य पूर्वरु मध्य ताहा मध्य आउ एक आलोच्य विषय वस्तु कारण ये तो पार्लियामेंट को जीवेनी पार्लियामेंट रे वितर्क करिवे नाही। जो प्रधानमंत्री किभଳି भाबरे प्रश्नपत्र लीक को आमे रोकिबु सेतिपाई राति अधरे समस्ते सोईगला पर बेडरूम कबाट बंद करके लुचिक रील कला भाया रील करुचंती सेही प्रधानमंत्री लीक प्रश्नपत्र लीक विषय पार्लियामेंट रे आलोचना हला बेले एब्सेंट एब्सेंट एंड वंदे मातरम विषय रे आलोचना करबा पई संसद रो विशेष अधिवेशन डका होची किंतु जेतेबेले वंदे मातरम बिल पारित होची सेतेबेले साहा और मोदी साहा गृह मंत्री साहा और मोदी धराधरी है कि एब्सेंट एब्सेंट एंड एब्सेंट विशेष अधिवेशन रे वंदे मातरम आलोचना ना रे कांग्रेस को सर्वाधिक बेजित करा होची किंतु एठी मध्य निजको जातीय हीरो बनैबा पई कारण भारतीय जनता पार्टी एभली एक पार्टी तांकर मूल दल 100 वर्ष पूर्ण कर सारलानी 1925 मसीह प्रतिष्ठा होइतिला आज पर्यंत इतिहास रे जनक महापुरुष भाबे देखै पारि नाही सेतिपाई कांग्रेस को गाड़ी देवा पई गोटे विशेष अधिवेशन डकाइतला वंदे मातरम चर्चा करिवे बोली किंतु एठी जेतेबेले वंदे मातरम बिल पारित होची से सुजोग को मध्य मोदी आ साहा हाथ चढ़ा कर पॉइंट टू बी नोटेड से माने अंडरग्राउंड को जाउचंती माने वेल को आसुना पार्लियामेंट चारिपटे बोलुचंती किंतु वेल भितर प्रवेश करूना को भय कहा भय सेठी तो असरपा नाहंती सेठी तो प्रोकोच नाहंती सेठी तो जेनजेड नाहंती सेठी अछंती विरोधी दल नेता राहुल गांधी जी की बराबर प्रश्न करूचंती जबरदस्त प्रश्न करूचंती दिल्ली पुलिस दादागिरी दिल्ली पुलिस बर्बरता नुह पुलिस जी मुख्य जे मालिक जे जमीदार पुलिस अमित शाह ताकू लुचेबा पाई को प्रकार मानसिकतार लोक एमाने मानसिकता क्यारी करचंदी बा मानसिक रोगी से कथा मध्य भारतवासी वर्तमान समय विचार करबा दरकार। राज्यसभार नेता विरोधी दल नेता मल्लिकार्जुन खड़गे कांग्रेस से कहउचंती तमे चैम्बर रे बसिकी देखुछ राज्यसभा रे कोन चलची लोकसभा रे कोन चलची तमें न आस वेल को वेल भितर को समय आसीगले आम तुमको भिडी भिडी करी ओटारी ओटे जाणी वेल भितर पसैद तथापि नीरव तथापि साइलेंस कौन घटुची राति अनिद्रा कहीं होउचंती बोथ शाह एंड मोदी जी एवं पार्लियामेंट चलती पार्लियामेंट एंट्री करने को साहस करूना 12 वर्ष रे प्रथम थर पई एभली नीरवता एभली साइलेंस को आम लक्ष्य करूछु कारण शाह जदि गड़िबे मोदी गड़िबा को बाध्य शाह मोदी को आग गड़े देवे एपटे आउ गोटे कथा अच्छी मोदी शाह भितर आप मन पका शाह जी गोटे समय मोदी सर्टिफिकेट आप कौटू पाइले इंटरनेट को केमी आसला ताकू इंट्रोड्यूस करवा लोक होती अमित शाह से कौ समय पाठ पढ़ुते कौ समय अक्षर लिखाई कौ ब्याच लिखाई संगे कौ मैंने पढ़ुते सबू कथा धीरे 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 लोक खोली ताड़ी स्पष्ट करदे कोर्ट रे एबे मध्य से पेंडिंग होकर अच्छी ताकू इंट्रोड्यूस कर लोक आगे प्रकट कर अमित शाह जी वेटिंग लिस्ट अच्छा मोदी 80 वर्ष छुईजे आसंता साधारण निर्वाचन बेलू मोदी निजको सीना रक्त मांसर मनीष नुहे बोली घोषणा करुचंती तेणु समय क्या क्षमा कर गप कहतु जिते युवकत्व शो करूँ जिते डेई डेई चलतु रामदेव स्टाइल एपटे भाइराल हो रामदेव उडुंट रामदेव स्टाइल जिते जहाँ करूँ सत्य को कहीं अस्वीकार करें ना समय सबुठारु बलवान अपेक्षा कर से बलवान समय मोदी जिते ग्राफ खुसैबे से मुझे बसी पड़ी चौकी भितर मोदी बोधे छाड़ा को नाराज से राति अध्या रील होची राति अध्या रील आउ गोटे अर्थ होची जितेबाला मोदी बेडरूम को प्रवेश करेंगे से कहार नजर रही पारे ना बेडरूम भितर लॉक हम उद्धव बेडरूम को भितर लॉक कर रील करने को पड़ा नरेंद्र मोदी देखा जाऊ ये कथा केते दिन जाऊची केते बाट गड़ुची देख आग को कौन होची बहुत बहुत धन्यवाद बंधुगण टिके सब्सक्राइब करने।